ଦର୍ଶକ ବନ୍ଧୁ ମନେ ରଖନ୍ତୁ, 1 ନମ୍ବର, ପ୍ରତ୍ୟେକ ଶୁକ୍ରବାର ଦିନ କିଛି ମିଠା ଖାଦ୍ୟ ଖାଇବା ଉଚିତ। ଏହାଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। 2 ନମ୍ବର, ପ୍ରତ୍ୟେକ ଅମାବାସ୍ୟା ଦିନ ଘର ଏବଂ ବେଡରୁମ୍ ଭଲ ଭାବେ ସଫା କରିବା ଉଚିତ। ଏହାଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ। 3 ନମ୍ବର, ରୋଷେଇ ଘରେ ଗୋଟିଏ ପାତ୍ରରେ ମହୁ ରଖି ତାକୁ ବ୍ୟବହାର କରିବା ଉଚିତ। ଏହାଦ୍ୱାରା ବୈବାହିକ ଜୀବନରେ ମଧୁରତା ଆସିଥାଏ। 4 ନମ୍ବର, ଯଦି ଘରେ ବାସ୍ତୁଦୋଷ ଦୂର ହେଲା ପରେ ବି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେଉଥାଏ, ତେବେ ଉଭୟ ସୋମବାର ଦିନ ଦୁଇମୁଖୀ ରୁଦ୍ରାକ୍ଷ ପିନ୍ଧିବା ଦ୍ୱାରା ତାହା ଦୂର ହୋଇଥାଏ। 5 ନମ୍ବର, ପ୍ରତ୍ୟେକ ଦିନ ସ୍ୱାମୀ ସ୍ତ୍ରୀ ଉଭୟ ଓମ୍ ନମଃ ଶିବାୟ ମନ୍ତ୍ର ଜପ କରିବା ଦ୍ୱାରା ସମସ୍ତ ଅଭାବ ଅସୁବିଧା ଦୂର ହୋଇ ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ। 6 ନମ୍ବର, ଘରେ କେବେ ବି ଲୁହା ଖଟରେ ଶୋଇବା ଉଚିତ ନୁହେଁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ। 7 ନମ୍ବର, ଘରର ଦକ୍ଷିଣ ପଶ୍ଚିମ କୋଣରେ ବେଡରୁମ୍ କରିବା ଉଚିତ। ଏହାଦ୍ୱାରା ଶୁଭ ହୋଇଥାଏ ଏବଂ ଦାମ୍ପତ୍ୟ ଜୀବନରେ ଶାନ୍ତି ଆସିଥାଏ। 8 ନମ୍ବର, ଶୋଇବା ଘରେ ବେଡ୍ ପାଖରେ କିଛି ଧଳା ଫୁଲର ଫଟୋ ରଖିବା ଦ୍ୱାରା ବୈବାହିକ ଜୀବନରେ ସୁଖ ସୌଭାଗ୍ୟ ଆସିଥାଏ। 9 ନମ୍ବର, ସ୍ତ୍ରୀ ଲୋକ ମେକଅପ୍ ସାମଗ୍ରୀ କେବେ ବି ବେଡରୁମ୍ ବ୍ୟତୀତ ଅନ୍ୟ କେଉଁ ଘରେ ରଖିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ। 10 ନମ୍ବର, ସ୍ୱାମୀ ସ୍ତ୍ରୀଙ୍କ ବେଡରୁମ୍ ଠିକ୍ ଉପରେ ଯଦି ପାଣି ଟାଙ୍କି ରହିଥାଏ, ତେବେ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଖରାପ ହୋଇଥାଏ। 11 ନମ୍ବର, ବେଡରୁମ୍ର ଠିକ୍ ଉପରେ ଯଦି ଟଏଲେଟ୍ ରହିଥାଏ, ତେବେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ଖରାପ ହୋଇ ଛାଡ଼ପତ୍ର ଆଡ଼କୁ କଥା ଯାଇଥାଏ। 12 ନମ୍ବର, ସେଥିପାଇଁ ବେଡରୁମ୍ ଠିକ୍ ଉପରେ ପାଣି ଟାଙ୍କି କିମ୍ବା ଟଏଲେଟ୍ ରଖିବା ଉଚିତ ନୁହେଁ। ଯଦି ଥାଏ, ବେଡରୁମ୍ ବଦଳାଇବା ଉଚିତ। କେବେ ବି ବେଡ୍ ଘରର କବାଟ ସାମ୍ନାରେ ହେବା ଅନୁଚିତ। ଏହାଦ୍ୱାରା ଶରୀର ଅସୁସ୍ଥ ହୋଇଥାଏ ଏବଂ ଅଶାନ୍ତି ଲାଗି ରହିଥାଏ। 14 ନମ୍ବର, ଶୋଇବା ଘରେ ଲାଗିଥିବା ପଙ୍ଖାରୁ କିମ୍ବା ଝରକାରୁ ଯେପରି ଅତିରିକ୍ତ ଶବ୍ଦ ବାହାରିବା ଅନୁଚିତ। ଏହାଦ୍ୱାରା ମତଭେଦ ଦେଖା ଦେଇଥାଏ। 15 ନମ୍ବର, ବେଡରୁମ୍ରେ କାର୍ଡବୋର୍ଡ, ବ୍ଲାକ୍, ବ୍ଲୁ ଏବଂ ଗ୍ରେ ଇତ୍ୟାଦି ରଙ୍ଗ ବ୍ୟବହାର କରିବା ଅନୁଚିତ ଏବଂ ହ୍ୱାଇଟ୍, ୟେଲୋ, ପିଙ୍କ କିମ୍ବା କ୍ରିମ୍ ଇତ୍ୟାଦି ରଙ୍ଗ କରିବା ଦ୍ୱାରା ଶୁଭ ହୋଇଥାଏ। 16 ନମ୍ବର, ଦର୍ଶକ ବନ୍ଧୁ ମନେ ରଖିବେ, ବାହାର ଲୋକଙ୍କୁ କେବେ ବି ସ୍ୱାମୀ ସ୍ତ୍ରୀଙ୍କ ବେଡରୁମ୍କୁ ଯିବାକୁ ଦେବା ଅନୁଚିତ। ଏହାଦ୍ୱାରା ସେମାନଙ୍କ ଭିତରେ ସମ୍ପର୍କ ଖରାପ ହୋଇଥାଏ। 17 ନମ୍ବର, ମନେ ରଖିବେ, ବାହାର ଲୋକଙ୍କ ନଜର ଯେମିତି ବେଡରୁମ୍ ଭିତରକୁ ପଡ଼ିବା ଉଚିତ ନୁହେଁ। ଏହାଦ୍ୱାରା ସ୍ୱାମୀ ସ୍ତ୍ରୀଙ୍କ ବିଭିନ୍ନ ଖରାପ କଥାର ଶିକାର ହୋଇଥାନ୍ତି। 18 ନମ୍ବର, ସୂର୍ଯ୍ୟାସ୍ତ ପରେ ବେଡରୁମ୍ରେ କିଛି ସମୟ ଲାଇଟ୍ ଜଳାଇବା ଉଚିତ। ଏହା ମଙ୍ଗଳକାରୀ ହୋଇଥାଏ ଏବଂ ଅର୍ଥ ଚିନ୍ତା କମ୍ ହୋଇଥାଏ। 19 ନମ୍ବର, ବେଡରୁମ୍ ଝରକା ସବୁ ବଡ଼ ହେବା ଉଚିତ ନୁହେଁ, ଛୋଟ ହେବା ଉଚିତ। ଏହାଦ୍ୱାରା ପରିବାର ଲୋକଙ୍କ ଭିତରେ ଅବିଶ୍ୱାସ ଦେଖା ଦେଇଥାଏ। 20 ନମ୍ବର, ଘରେ ରୋଷେଇ କରିସାରିବା ପରେ କିଛି ଖାଦ୍ୟ ପ୍ରଥମେ ବାସ୍ତୁଦେବତାଙ୍କୁ ସମର୍ପଣ କରି ଗାଈକୁ ଖୁଆଇଲେ ମଙ୍ଗଳ ହୋଇଥାଏ। 21 ନମ୍ବର, ବେଡରୁମ୍ରେ ଟିଭି, କମ୍ପ୍ୟୁଟର ଇତ୍ୟାଦି ବିଦ୍ୟୁତ୍ ଉପକରଣ ରଖିବା ଅନୁଚିତ। ଏହା ଅମଙ୍ଗଳକାରୀ ହୋଇଥାଏ। 22 ନମ୍ବର, ଠାକୁର ଘରେ ପୁରୁଣା ଜିନିଷ କିମ୍ବା ବେକାରିଆ ଜିନିଷ ରଖିବା ଅନୁଚିତ। ଏହାଦ୍ୱାରା ଆର୍ଥିକ ଏବଂ ଶାରୀରିକ ସମସ୍ୟା ଦେଖା ଦେଇଥାଏ। 23 ନମ୍ବର, ଘରେ ଯଦି ଜୋତା ଚପଲ ଏଠି ସେଠି ଫୋପାଡ଼ି ଦେଉଛନ୍ତି କିମ୍ବା ବ୍ୟବସ୍ଥିତ ଭାବେ ନ ରହେ, ତେବେ ପରିବାର ଲୋକଙ୍କ ଭିତରେ କଳହ ଦେଖା ଦେଇଥାଏ। 24 ନମ୍ବର, ଘରୁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଯେତେବେଳେ ବାହାରକୁ ଯିବା ସମୟରେ ଦହି ଖାଇଲେ ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ। 25 ନମ୍ବର, ଯଦି ରାତିରେ ନିଦ ହେଉନଥାଏ, ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ। ଏହାଦ୍ୱାରା ଚିନ୍ତା ଦୂର ହୋଇଥାଏ ଏବଂ ଭଲ ନିଦ ହୋଇଥାଏ। 26 ନମ୍ବର, ପିଲାମାନଙ୍କ ନିଦ ଯଦି ରାତିରେ ବାରମ୍ବାର ଭାଙ୍ଗୁଥାଏ, ତେବେ ରୁମ୍ରେ ହାଲକା ୟେଲୋ ଲାଇଟ୍ ଲଗାଇବା ଉଚିତ ହୋଇଥାଏ। 27 ନମ୍ବର, ମନେ ରଖିବେ, ଘରେ ଯଦି
ପୋଷା ପଶୁ କିମ୍ବା ପକ୍ଷୀ ରଖୁଛନ୍ତି ତେବେ ଉତ୍ତର ପଶ୍ଚିମ କୋଣରେ ବା ବାୟବ କୋଣରେ ରଖିବା ଉଚିତ। 28 ନମ୍ବର। ଭୋଜନ କରିବା ପରେ କେବେ ବି ଅଇଁଠା ଥାଳି ହାତରେ ଧରି ଅଧିକ ସମୟ ରହିବା ଉଚିତ ନୁହେଁ। ଏହାଦ୍ୱାରା ଆର୍ଥିକ ଚିନ୍ତା ବୃଦ୍ଧି ପାଇଥାଏ। 29 ନମ୍ବର। ନିଜର ପୂର୍ବପୁରୁଷଙ୍କ ଫଟୋ କେବେ ବି ଠାକୁର ଘରେ ରଖିବା ଉଚିତ ନୁହେଁ। ଏହା ଘରର ଦକ୍ଷିଣ କାନ୍ଥରେ ଲଗାଇବା ଉଚିତ। 30 ନମ୍ବର। ରାହୁକାଳ ସମୟରେ ମନେ ରଖିବେ ପଇସା ରଖୁଥିବା ଆଲମାରୀ ଖୋଲିବା ଉଚିତ ନୁହେଁ। ଏହାଦ୍ୱାରା ଧନହାନି ହୋଇଥାଏ, ତେଣୁ ଧ୍ୟାନ ରଖିବା ଉଚିତ। 31 ନମ୍ବର। ଘରର ମଝି କାନ୍ଥକୁ ବ୍ରହ୍ମସ୍ଥାନ କୁହାଯାଏ ଏବଂ ଏହି ସ୍ଥାନରେ କେବେ ଭାରୀ ଜିନିଷ ରଖିବା ଉଚିତ ନୁହେଁ। ଏହାଦ୍ୱାରା ଅଶାନ୍ତି ଦେଖା ଦେଇଥାଏ, ମନେ ରଖିବେ। 32 ନମ୍ବର। ପଞ୍ଚରତ୍ନକୁ ଶୋଇବା ସମୟରେ ନିଜ ମୁଣ୍ଡ ଉପରେ ରଖିବା ଉଚିତ ଏବଂ ଉଠିବା ପରେ ପ୍ରଥମେ ଦେଖିବା ଦ୍ୱାରା ସ୍ୱାମୀ ସ୍ତ୍ରୀ ବିବାଦ ଦୂର ହୋଇଥାଏ। 33 ନମ୍ବର। ଗୋମତୀ ଚକ୍ରକୁ ଲାଲ ସିନ୍ଦୁର ଡବାରେ ଭିତରେ ରଖିବା ଦ୍ୱାରା ପତି ପତ୍ନୀ ବିବାଦ ଦୂର ହୋଇ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। 34 ନମ୍ବର। ଯଦି ଘରର ଦୁଆର ମୁହଁରେ ଜୋତା ଚପଲ ଓଲଟା ପଡ଼ିଥିବାର ଦେଖନ୍ତି ତେବେ ତୁରନ୍ତ ସିଧା କରିଦେବା ଉଚିତ। ଏହା ଅଶୁଭ ହୋଇଥାଏ ଏବଂ କଳି ଝଗଡ଼ାର ଲାଗିବାର ସଂକେତ ଦେଇଥାଏ। 35 ନମ୍ବର। ଘରର ନୈಋତ୍ୟ କୋଣ ସଫାସୁତୁରା ରଖିବା ଉଚିତ। ଯଦି ଦୂଷିତ ହୁଏ ତେବେ ଚରିତ୍ର ହରଣ, ଶତ୍ରୁ ଭୟ ଏବଂ ଦୁର୍ଘଟଣା ଆଦି ସମସ୍ୟା ଦେଖା ଦେଇଥାଏ। 36 ନମ୍ବର। ଘରର ଉତ୍ତର ଦିଗକୁ ପବିତ୍ର ରଖିବା ଉଚିତ। ଏହାଦ୍ୱାରା ଶରୀର ସୁସ୍ଥ ରହିଥାଏ, ଉତ୍ତମ ସ୍ୱାସ୍ଥ୍ୟ ଏବଂ ଆୟୁ ପ୍ରାପ୍ତ ହୋଇଥାଏ। 37 ନମ୍ବର। ଗୁରୁବାର ଦିନ ଘରର ଉତ୍ତର ଦିଗରେ ପଦ୍ମ ଫୁଲ ରଖିଲେ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ଏବଂ ଧନ ବୃଦ୍ଧିରେ ସହାୟକ ହୋଇଥାଏ। 38 ନମ୍ବର। ଘରେ କେବେ ବି ପ୍ଲାଷ୍ଟିକ ଫୁଲ ରଖିବା ଉଚିତ ନୁହେଁ। ଏହାଦ୍ୱାରା ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ସମସ୍ୟା ଦେଖା ଦେଇଥାଏ। 39 ନମ୍ବର। ଗ୍ରହମାନଙ୍କର ଶୁଭଦୃଷ୍ଟି ପ୍ରାପ୍ତ କରିବା ପାଇଁ ହେଲେ ଘର ପୋଛା ଲଗାଇଲା ସମୟରେ ଟିକେ ହଳଦୀ ପାଣିରେ ମିଶାଇବା ଉଚିତ। 40 ନମ୍ବର। ମନେ ରଖିବେ ଯଦି ଆପଣଙ୍କର ପୁଅ କିମ୍ବା ଝିଅ ଇଣ୍ଟରଭ୍ୟୁ ଦେବାକୁ ଯିବାର ଅଛି ତେବେ ଲାଲ କିମ୍ବା ହଳଦିଆ ରଙ୍ଗର ରୁମାଲ ପାଖରେ ରଖିଲେ ଶୁଭ ଫଳ ମିଳିଥାଏ ଏବଂ ଇଣ୍ଟରଭ୍ୟୁରେ ପାସ୍ ହୋଇଥାଏ। 41 ନମ୍ବର। ଘରର ଉତ୍ତର ଦିଗରେ ବଡ଼ ଆଇନା ଲଗାଇବା ଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ ଏବଂ ନୂତନ ଅବସର ପ୍ରାପ୍ତ ହୋଇଥାଏ। 42 ନମ୍ବର। ଘରର ଦକ୍ଷିଣ ପଶ୍ଚିମ ଦିଗରେ ପରିବାର ସଦସ୍ୟଙ୍କର ମିଳିତ ଫଟୋ ଲଗାଇବା ଉଚିତ। ଏହାଦ୍ୱାରା ଶାନ୍ତି ପ୍ରାପ୍ତ ହୋଇଥାଏ। 43 ନମ୍ବର। ଘରେ କେବେ ବି ନୈରାଶ୍ୟଜନକ ଛବି କିମ୍ବା ଉଦାସୀନ ଛବି ଲଗାଇବା ଉଚିତ ନୁହେଁ। ଏହାଦ୍ୱାରା ନକାରାତ୍ମକତା ବୃଦ୍ଧି ପାଇଥାଏ। 44 ନମ୍ବର। ଘରର ଡ୍ରଇଂ ରୁମ୍ରେ ସନ୍ଥ ମହାତ୍ମାଙ୍କ ଫଟୋ ଲଗାଇବା ଦ୍ୱାରା ପରିବାର ସଦସ୍ୟଙ୍କ ଭିତରେ ଏକତା ବୃଦ୍ଧି ପାଇଥାଏ ଏବଂ ଜୀବନରେ ଉନ୍ନତି ହୋଇଥାଏ। 45 ନମ୍ବର। ସପ୍ତାହକୁ ଥରଟିଏ ଘରେ କର୍ପୂର ଜଳାଇବା ଉଚିତ। ଏହାଦ୍ୱାରା ଅଶୁଭତ୍ୱ ଦୂର ହୋଇ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ।